ଦେଖ ପିଲାମାନେ ଲୋକ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ ଠିକ୍ ଅଛି, ଯେଉଁଟାକି ବାରମ୍ବାର ଆସୁଛି କୋଶ୍ଚିନ୍ରେ। ଭେରି ଇମ୍ପୋର୍ଟାଣ୍ଟ VBI ଏବେଠୁ ମାରିକି ରଖିଥାଉ। ଆଉ ବହୁତ ଥର ମଧ୍ୟ ଏକ୍ଜାମ୍ରେ ମଧ୍ୟ ଆସୁଛି। ସଂଜ୍ଞା ସ୍ୱରୂପ ନିହାତି ଜାଣିବା ଦରକାର। ଯଦି କୌଣସି କୋଶ୍ଚିନ୍ରୁ ତୁମ ଆସୁଛି, ଯଦି ତୁମେ ସେଠି ସଂଜ୍ଞା ସ୍ୱରୂପ ନ ଜାଣିଛ ତାହେଲେ ତୁମେମାନେ ଲେଖିପାରିବ ନାହିଁ। ଠିକ୍ ଅଛି, ତ ପ୍ରଥମ ଜିନିଷ ହେଉଛି ସଂଜ୍ଞା ସ୍ୱରୂପ ନିହାତି ଜାଣିବା ଦରକାର। ତ ଭଲ ଭାବରେ ପ୍ରଥମେ ବୁଝ ଯେ ଲୋକ ସଂସ୍କୃତିର କାହାକୁ କୁହାଯାଏ, କ'ଣ ଲୋକ ସଂସ୍କୃତି ଭଲ ଭାବରେ ବୁଝ ଯେ କ'ଣ। ଦେଖ ମୁଁ ଭଲ ଭାବରେ ବୁଝାଉଛି, ତୁମେ ଯଦି ନୋଟ୍ କରିବ ତାହେଲେ ନୋଟ୍ କରିକିନି ଏବେଠୁ ରଖିଥାଅ। ଠିକ୍ ଅଛି, ତ ପ୍ରଥମ କଥା ଶୁଣ ଯେ ଲୋକ ସଂସ୍କୃତି ତାହାକୁ କୁହାଯାଏ ଯେ ସେହି ସଂସ୍କୃତିର ଉପାଦାନ ଯାହା ଏକ ନିର୍ଦ୍ଦିଷ୍ଟ ଜନସାଧାରଣ ମଧ୍ୟରେ ପିଢ଼ି ଦର ପଡ଼ି ମଧ୍ୟରେ ଚାଲି ଆସୁଛି। ଠିକ୍ ଅଛି, ଏହା ଏକ ଜୀବନ ଶୈଳୀ, ଯେପରିକି ଆଚାର ବିଚାର, ଆଉ କ'ଣ ପରମ୍ପରା, ଉତ୍ସବ, ଗୀତ, ନୃତ୍ୟ, ପାଲା, ଦାସକଥା, ଲୋକକଥା, ହସ୍ତଶିଳ୍ପୀ ଓ ଜ୍ଞାନର ଏକ ଅଭିନ୍ନ ଅଂଶ କ'ଣ ଅଟେ ବା ତାହାରି ଭାବରେ ସେ ରହିଥାଏ। ଠିକ୍ ଅଛି, ଏଇଟା ମୁଁ ଯେଉଁଟା ତୁମକୁ ବୁଝେଇଲି ଏଇଟା ଭିତରେ ନାହିଁ। ଠିକ୍ ଅଛି, ଏଇଟା ତୁମର ଆନ୍ସର୍ ଦେଇଛି। ଠିକ୍ ଅଛି, କାହିଁକି ନା ଲଙ୍ଗ କୋଶ୍ଚିନ୍ ଯେହେତୁ ତୁମର ଆନ୍ସର୍ ଦେଇଛି, ବଟ୍ ମୁଁ ତୁମମାନେ ଭଲ ଭାବରେ ବୁଝ। ଦେଖ ମାନେ ଲୋକ ସଂସ୍କୃତି ସେଇଟା କୁହାଯାଏ ଯେମିତିକି ଆମର କ'ଣ ଲୋକମାନଙ୍କ ଜୀବନଶୈଳୀ ଉପରେ, ଲୋକମାନଙ୍କର ଜୀବନଶୈଳୀ ଉପରେ କ'ଣ ଆଚାର ବିଚାର, ଯେପରି ପରମ୍ପରା, ଗୀତ, ନୃତ୍ୟ, ପାଲା, ଦାସକଥା, ଏଇଗୁଡ଼ାକ ସବୁ ହିଁ ଆମ ମାନେ ଭାବରେ ଅଂଶ ବା ପରିପୂର୍ଣ୍ଣ ଭାବରେ ରହିଥାଏ। ଠିକ୍ ଅଛି ନାହିଁ, ତ ତାହାରି ଉପରେ ସବୁ ବୁଝେଇଛି ବା ସଂଜ୍ଞା ସ୍ୱରୂପ ତାହାରି ଉପରେ ସବୁ ସେ କ'ଣ କରୁଛି ଲେଖିଛି। ଚାଲ ଦେଖିବା କ'ଣ ଦେଇଛି। ପ୍ରଥମେ ଭଲ ଭାବରେ ଟିକେ ଆମେ ଦେଖିଦେବା ଆନ୍ସର୍ଟା। ଆନ୍ସର୍ ଦେଖିବା, ତା ମଝିରେ ମଝିରେ ମୁଁ ତୁମମାନଙ୍କୁ ଭଲ ଭାବରେ ବୁଝେଇବି। ଯଦି ଗୋଟେ ପିଲାଟା ଭଲ ଭାବରେ ବୁଝୁଛି ସେ ଲେଖିବ, କାହିଁକି ନା ଏଥିରେ ଖାଲି ତୁମର କ'ଣ ଦେଇଛି ଦେଖ ଆନ୍ସର୍ ହିଁ ଦେଇଛି, ଯେହେତୁ ଭେରି ଇମ୍ପୋର୍ଟାଣ୍ଟ। ତ ତୁମମାନେ ଆନ୍ସର୍ ମଧ୍ୟ ଭଲ ଭାବରେ ଦେଇଛି, ଆମେ ଆନ୍ସର୍ ମଧ୍ୟ ଦେଖିବା, କିନ୍ତୁ ଭଲ ଭାବରେ ଟିକେ ବୁଝିବା। ଯଦି ଗୋଟେ ପିଲା ବୁଝୁଛି ହିଁ ସିଏ ଲେଖିପାରିବ। ଠିକ୍ ଅଛି, ତ ଦେଖ ପ୍ରଥମେ ଦେଇଛି କ'ଣ ଭାଷା ସୃଷ୍ଟି ହେବା ପୂର୍ବରୁ ଲୋକ ସଂସ୍କୃତିର ଜନ୍ମ। ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏଇଟା ମନେ ରଖିବ। ଠିକ୍ ଅଛି, ଯେଉଁଗୁଡ଼ା ପଏଣ୍ଟ ଗୁଡ଼ା ଭଲ ଭଲ ପଏଣ୍ଟ ତାକୁ ଆଗେ ବାଛିକିନି ମନେ ରଖ ଭଲ ଭାବରେ। ତେଣୁ ମାନବ ସଭ୍ୟତାର ପ୍ରଥମ ଅଧ୍ୟାୟ ରୂପେ ଗୃହୀତ ହୁଏ କିଏ ଲୋକ ସଂସ୍କୃତି। ଭାଷା ସୃଷ୍ଟି ହେବା ପୂର୍ବରୁ ଲୋକ ସଂସ୍କୃତିର ଜନ୍ମ, ଏଇଟା ମନେ ରଖିବ। ଅର୍ଥାତ୍ ମନୁଷ୍ୟ ସୃଷ୍ଟି ହେବା ପରେ ବନାନ କ'ଣ ନଦନଦୀ ଆଦି ବିଶ୍ୱ ସମସ୍ତ ପ୍ରକୃତି ହୋଇଛି ତାର ପିତା, ମାତା, ବନ୍ଧୁ ଆଉ କ'ଣ ଋତୁଷ। ଏହା ପ୍ରକୃତିର କୋଳରେ ସେ ବଞ୍ଚିବା ଶିଖିଛି, ସେ ଦୁଃଖ ସୁଖ ଜୀବନ ବିତାଉଛି ଆଦିମ ମଣିଷ। ଏଠି ସେ ଭଲ ଭାବରେ ଦେଖ ସେ ଯେ ଏକ୍ସପ୍ଲେନ୍ କରି ମଧ୍ୟ ଦେଉଛି। ଦେଖ ତ ନେକ୍ସଟ କ'ଣ ଦେଇଛି, ଦେଖ ସେ କ'ଣ ଦେଲା ନା ପ୍ରଥମେ ନିଜ ମନୋଭାବକୁ ଗୀତ ମାଧ୍ୟମରେ ସେ ପ୍ରକାଶ କରିଥିଲା। କିଏ ଆଦି ମଣିଷ, ଅର୍ଥାତ୍ ସେଇ ଗୀତର କବି ସେ ନିଜେ, ଗାୟକ ମଧ୍ୟ ସେ ନିଜେ। ଯେ ପ୍ରଥମେ କ'ଣ ଆଗ କାଳରେ ଯେତେବେଳେ ନୃତ୍ୟ କରୁଥିଲେ ବା ଗୀତ ଗାଉଥିଲେ ସେତେବେଳେ କ'ଣ କରୁଥିଲେ ନା ନିଜେ ହିଁ ଗୀତ ବୋଲୁଥିଲେ, ନିଜେ ଗାୟକ ହେଉଥିଲେ। ବୁଝିପାରୁଛ କି ନାହିଁ, ନିଜେ କବି, ନିଜେ ଲେଖ, ନିଜେ ସବୁ କିଛି। ତ ଗୀତ ନୃତ୍ୟ ନିବିଡ଼ ଥିବାରୁ ସେ ନୃତ୍ୟ କରିଥିଲେ। ଏହାପରେ ପଶୁପକ୍ଷୀମାନେ ଶରୀରକୁ ଲକ୍ଷ୍ୟ କରି ସେମାନଙ୍କ ରୂପ ପ୍ରକାଶ ପାଇଁ ଆରମ୍ଭ କଲା ଏକ ଚିତ୍ର ଅଙ୍କନ। ଦେଖ ଏଠି ମୁଁ ତୁମକୁ ବୁଝାଉଛି, ଲୋକ ସଂସ୍କୃତି ଯେଉଁ ଆମେ ଯେଉଁ କହୁଛେ ବା ଲୋକ ସଂସ୍କୃତି ଯେଉଁ କହୁଛୁ, ଲୋକ କଳା ଏଠି ବୋଲି କହୁଛୁ ଆମେ, ଯେଉଁ ଏଠି ଯେଉଁ ଗୀତ ନାଟ୍ୟ ବା ନୃତ୍ୟ ଆକୁ ସବୁ କ'ଣ ଲୋକ କଳା ଭଲ ଭାବରେ ଟିକେ ବୁଝ। ମାନେ ଏଠି ଦେଇଛି ଆଗକୁ ତୁମେ ଦେଖିବ, ମାନେ ଜଣେ ମଣିଷ କିମ୍ବା ଦଳ ଦ୍ୱାରା ଯେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସାମୁଦାୟିକ ଅନୁଭୂତି ବ୍ୟକ୍ତି କରାଯାଏ ତାକୁ, ଯେପରିକି କ'ଣ ଏକ୍ଜାମ୍ପଲ୍ ତୁମକୁ ଦେଉଛି, ଯେପରିକି ପାଲା ହେଇଗଲା, ଦାସକଥା, ଯାତ୍ରା ହେଇଗଲା, ଏଗୁଡ଼ା ସବୁ ହେଲା, ୟାକୁ ସବୁ ଲୋକ କଳା କହନ୍ତି। ଠିକ୍ ଅଛି, ତାପରେ ଦେଖ ସେ ସେଇ କଥା ହିଁ କହୁଛି ଆଗକୁ। ଦେଖ ଯେତେବେଳେ ସେ ଚିତ୍ର ଅଙ୍କନ ରୂପ ଦେଲା ସେତେବେଳେ ସେ ଅନ୍ୟ ଏକ ଦିଗ ଉନ୍ମୋଚିତ ହେଲା ଏବଂ ସେ ହେଲା କଳାକାର। ଠିକ୍ ଅଛି, ତ ଏହିପରି ଭାବରେ କ'ଣ ହେଲା, ନିଜର ପରିବର୍ତ୍ତନ ମନୁଷ୍ୟ କ୍ରମଶଃ କ'ଣ ହେଲା ପରିବର୍ତ୍ତନ ହୋଇଥିଲା। ତାପରେ ଦେଖ ଏହିପରି କ'ଣ ଲିପିର ଆବିର୍ଭାବ ଘଟିଥିଲା, କାଳକ୍ରମେ ସେ ସାହିତ୍ୟ ସଂସ୍କୃତ ହେଲା। ତ ଧୀରେ ଧୀରେ କ'ଣ ହେଲା ନା ସଂସ୍କୃତିର ଆବିର୍ଭାବ ହେଲା। ଠିକ୍ ଅଛି, ତ ସେମ୍ ଜିନିଷ ଦେଉଛି। ତ ନେକ୍ସଟ କ'ଣ ଦେଉଛି ଦେଖ, ତାପରେ ଦେଲା ଏହା ସଙ୍ଗୀତ, ନୃତ୍ୟ, କଳା ଓ ସାହିତ୍ୟ ଆଦିର ସମାହାରକୁ ବୁଝିଲା। ଧୀରେ ଧୀରେ କ'ଣ ହେଲା ନା ଏହି ସଂସ୍କୃତି ଲୋକଭିତ୍ତିକ ଅବସ୍ଥାକୁ କୁହାଯାଏ ବା ଲୋକ ସଂସ୍କୃତି ବୋଲି କୁହାଯାଏ, ଯେଉଁଟାକି ମୁଁ ଭଲ ଭାବରେ ପ୍ରଥମେ ତ ମୁଁ ବୁଝେଇ ସାରିଛି ଲୋକ ସଂସ୍କୃତି। ତ ସେମ୍ ଜିନିଷ ସିଏ
ଏଠି ଟିକେ ଭଲ କି ଟିକେ ଏକ୍ସପ୍ଲେନ୍ କରିଛି। ତାପରେ ବୁଝ ଯେ ଲୋକ ଏ ଯେଉଁ କହୁଛନ୍ତି ଗୀତ ନୃତ୍ୟ ସେଇଟା କହନ୍ତି କ'ଣ ଲୋକ ସାହିତ୍ୟ ବୋଲି କହିଥାନ୍ତି, ଯେଉଁଟାକି ଆମର ମେନ୍ ଜିନିଷ ହେଉଛି ଦେଖ ଲୋକ ସାହିତ୍ୟ ବୋଲି ଆମେ କାହାକୁ କହିଥାଉ। ଏକ୍ଜାମ୍ପଲ୍ ଧର ହଁ ମୌଖିକ ପରସ୍ପର ଆଧାରିତ, ଯେପରିକି କ'ଣ ହେଲା ଗୀତ ହେଲା, ଠିକ୍ ଅଛି, ଗୀତ କହିପାରିବା ଆମେ, କ'ଣ କବିତା କହିପାରିବା, କବିତା ମଧ୍ୟ କହିପାରିବ, କଥା ପଦ୍ୟ ଏଇସବୁ ଧାଡ଼ି ଇତ୍ୟାଦି ଏଗୁଡ଼ା ସବୁ, ଠିକ୍ ଅଛି। ଆକୁ ଆମେ କ'ଣ କହିଥାଉ ନା ଲୋକ ସାହିତ୍ୟ ବୋଲି କହିଥାଉ, ଏଇଟା ମନେ ରଖିଥିବ। ତାପରେ ଦେଖ ତାପରେ ଦେଇଛି ଏଠି କ'ଣ ନା ଲୋକ ସଂସ୍କୃତି ମଧ୍ୟରେ ଗୋଟେ ଜାତିର ଚାଲିଚଳନ, ନୀତି, ଆଦର୍ଶ, ପରମ୍ପରା, ଐତିହ୍ୟ, ସୁଖ ଦୁଃଖ, ବିଶ୍ୱାସ, ଚିତ୍ର ପ୍ରତିଫଳିତ ହୋଇଥାଏ, ଠିକ୍ ଅଛି। ଡକ୍ଟର ଭୋଳାନାଥ ରାଉତ ଲୋକ ସଂସ୍କୃତି ସମ୍ପର୍କରେ କହିଛନ୍ତି। କ'ଣ କହିଛନ୍ତି ସେଇଟା ତମେ ଯଦି ପଏଣ୍ଟ କିଛି ଲେଖିବ ତ ବେଟର୍ ହେବ ତମ ପାଇଁ। ସବୁ ଜିନିଷର ମନେ ରଖିଥିବା ଲଙ୍କୋସିନ୍ ମାନେ ତୁମେ ସବୁବେଳେ ପଏଣ୍ଟ ଦେଇ ଲେଖିବାକୁ ଚେଷ୍ଟା କରିବ, ଠିକ୍ ଅଛି। ଆଉ ଟିକେ ବୁଝିବାକୁ ଚେଷ୍ଟା କରୁଛ ଲୋକ ସଂସ୍କୃତି କ'ଣ, କାହାକୁ କୁହାଯାଏ, ସଂଜ୍ଞା ସ୍ୱରୂପ, ଏଇଗୁଡ଼ା ସବୁ ହିଁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଲୋକ ସଂସ୍କୃତି ପ୍ରକାଶ ପାଏ ଦେଶର ସାମାଜିକ ନୀତି ନିୟମ, ଧର୍ମର, ସଭ୍ୟତାର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଏବଂ ମଣିଷ ଜୀବନଯାପନ ପ୍ରଣାଳୀ, ଠିକ୍ ଅଛି। ଲୋକ ସଂସ୍କୃତିର ଅନ୍ୟ ଏକ ବୈଶିଷ୍ଟ୍ୟ ଧାରା ହେଲା ଲୋକ ସଂସ୍କାର ବା ଲୋକଚାର, ମାନେ ଲୋକର ଯେଉଁ ପରମ୍ପରା, ଏଠି ଯେଉଁ କହୁଛନ୍ତି ଲୋକର ପରମ୍ପରା, ପୂଜାପାଠ, ସେ କ'ଣ ମାନେ ଦେଖ ଗୋଟେ ଜିନିଷ ହେଉଛି କ'ଣ ନା ଲୋକ ବିଶ୍ୱାସ, ଏଠି ଦେଇଦେଇଛି ଲୋକ ବିଶ୍ୱାସ, ଲୋକ ପ୍ରଥା ଏବଂ ଲୋକ ସଂସ୍କୃତି ଅନ୍ୟ ଏକ ସ୍ତମ୍ଭ ହେଉଛି ସଦୃଶ, ମାନେ ଯେପରିକି ପରମ୍ପରା, ପୂଜାପାଠ, ଏଠି କ'ଣ ନା ଧର ଆମର ଉତ୍ସବ ହେଲା, ପର୍ବପର୍ବାଣି, ରୀତିନୀତି, ଆଚାର ବିଚାର, ଏଇଗୁଡ଼ାକୁ ସବୁ ହିଁ ଲୋକ ସଂସ୍କୃତିର ପରମ୍ପରା ବୋଲି କୁହାଯାଇଥାଏ ବା ପୂଜାପାଠ ବୋଲି କୁହାଯାଇଥାଏ, ଠିକ୍ ଅଛି। ଚଳନ ମଧ୍ୟ ଅନ୍ୟ ଏକ ଅଙ୍ଗବିଶେଷ, ଖାଦ୍ୟ, ବସ୍ତ୍ର, ଅଳଙ୍କାର ଇତ୍ୟାଦିରେ ବ୍ୟବହାର, ଚାଲିଚଳନ ଅନ୍ତର୍ଭୁକ୍ତ। ଲୋକ ସଂସ୍କୃତି ଏକ ଅନ୍ୟ ବିଶିଷ୍ଟ ବିଭବ ହେଉଛି ଲୋକଧର୍ମ, ଲୋକ ଦେବତା, ପର୍ବପର୍ବାଣି, ଓଷା ବ୍ରତ ମଧ୍ୟ ଲୋକଧର୍ମର ବୈଶିଷ୍ଟ୍ୟ, ଲୋକ ସାଧାରଣ ସାମାଜିକ ଜୀବନଧାରାରେ ପ୍ରକାଶ ପାଉଥିବାରୁ ଏହି ପର୍ବପର୍ବାଣୀକୁ ଓଷା ବ୍ରତକୁ ଲୋକ ସଂସ୍କୃତିର ବିଶିଷ୍ଟ ଅଙ୍ଗ ଭାବେ ଗ୍ରହଣ କରାଯାଇଛି, ଠିକ୍ ଅଛି। ଆଉ ଗୋଟେ କଥା ମୁଁ ତୁମକୁ ଜଣାଇ ନେଉଛି, ଯେଉଁମାନେ ବି PDF ବର୍ତ୍ତମାନ ଯାଇ ଡାଉନଲୋଡ଼ କରିନାও କି ତୁମ ପାଖରେ ମାନେ ବୁକ୍ ନାହିଁ, ତାହେଲେ ଏ PDF ଡାଉନଲୋଡ଼ କରିବା ପାଇଁ ଡେସ୍କ୍ରିପ୍ସନ୍ରେ ତୁମର ଲିଙ୍କ୍ ଦିଆଯାଇଛି, ସେଠୁ ଯାଇକି ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମରେ ଜଏନ୍ ହୋଇକିନି PDF ସେଣ୍ଡ ହୋଇଛି, ତୁମେ ସେଠୁ ଯାଇ PDF ମଧ୍ୟ ଡାଉନଲୋଡ଼ କରିପାରିବ, ଠିକ୍ ଅଛି। ଯେହେତୁ ଲଙ୍କୋସିନ୍ ହେଉଛି ମୁଁ ଭଲ ଭାବରେ ତୁମକୁ ବୁଝାଉଛି ଆଉ ବହୁତ କମ୍ ସମୟ ମଧ୍ୟରେ ମଧ୍ୟ ବୁଝାଇଦେବି, ଠିକ୍ ଅଛି। ସେମାନେ ଏତିକି ଲେଖିବ ଯେଉଁ ରହିଲା ଆମର ଭାବରେ ଗ୍ରହଣ କରାଯାଇଛି, ଠିକ୍ ଅଛି। ତାପରେ ଏଇଠି ତୁମକୁ ମୁଁ ବୁଝାଇ ଦେଉଛି ଯେ ସେ କହିବା ଅନୁସାରେ ଲୋକ ସଂସ୍କୃତି ହେଉଛି ଏକ ଜନଗଣନାର ଅନ୍ତର୍ନିହିତ ବା ଆତ୍ମା, ଠିକ୍ ଅଛି। ତାଙ୍କର ଏକ ଐତିହ୍ୟ, ପରମ୍ପରା, ଜୀବନ୍ତ ମାନେ କ'ଣ ଦୃଷ୍ଟାବଳୀ, ଏହାକୁ ଆମେ କ'ଣ କରିବା ସୁରକ୍ଷିତ ଭାବରେ ପ୍ରେରିତ କରିବା ଆମର ଦାୟିତ୍ୱ, ତାକୁ କେମିତି ଆଗକୁ ନେବା ଲୋକ ସଂସ୍କୃତିକୁ, ସେଇଟା ହେଉଛି ଆମର ବର୍ତ୍ତମାନ ଦାୟିତ୍ୱ, ଠିକ୍ ଅଛି। ପର୍ବପର୍ବାଣି ହେଲା, ଲୋକ ସଂସ୍କୃତି ହେଲା, ତାକୁ ଆମେ କେମିତି ବଜାୟ ରଖିବା, ଠିକ୍ ଅଛି। ତ ଇଏ ଥିଲା ତୁମର ଲଙ୍କୋସିନ୍। ଆଉ ତୁମର ମଧ୍ୟ ଯେଉଁମାନେ PDF ଡାଉନଲୋଡ଼ କରିନାও ସେମାନେ ମଧ୍ୟ ଯାଇ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ସେଠି PDF ମଧ୍ୟ ଡାଉନଲୋଡ଼ କରିପାରିବ। ଆଜି ପାଇଁ ଥିଲା ଏତେ ଭିଡ଼ିଓ, ଆଶା କରୁଛି ତୁମ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଭଳି ଆଗ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।